ଆରେ କିଏ କୋଉଠି ଅଛ? ମତେ ବଞ୍ଚାଅ ରେ, ମତେ ବଞ୍ଚାଅ ଏ ବିଲୁଆ ଠାରୁ, ନହେଲେ ଏ ବିଲୁଆ ମତେ ମାରିଦେବ। ମା, ମା କୋଉଠି ଅଛ? ମତେ ରକ୍ଷା କର ମା, ରକ୍ଷା କର, ନହେଲେ ଆଉ କେବେ ବି ମତେ ଦେଖିବାକୁ ପାଇବ ନାହିଁ। ଆରେ ଏ ଡାହାଣୀ ଛୁଆ, ପାଟି ଚୁପ୍ କର। ତତେ ବଞ୍ଚାଇବା ପାଇଁ ଏଠାକୁ କେହି ବି ଆସିବେ ନାହିଁ, କାରଣ ଜଙ୍ଗଲରେ ସମସ୍ତେ ମତେ ଓ ବାଘ ମାମୁଁକୁ ଡରନ୍ତି। ଆଉ ରହିଲା ତୋ ମା କଥା, ତୋ ମା ଏଠାରେ ନାହିଁ, ତେଣୁ ତୋର ମରିବାଟା ଆଜି ପୁରା ଫାଇନାଲ। ବିଲୁଆ ଏପରି କହି ଡାହାଣୀ ଛୁଆକୁ ନେଇ ଘରକୁ ପଳାଇଲା। ଘରେ ପହଞ୍ଚିବା ପରେ ଦେଖିଲା ବାଘ ଶୋଇଥାଏ। ଏହା ଦେଖି ସେ କହିଲା, ଆରେ ଏ ମାମା, ଶୋଇଛ କଣ? ମୁଁ ଗୋଟିଏ ଡାହାଣୀ ଛୁଆକୁ ନେଇକି ଆସିଛି। ଆଜି ଆକୁ ଖାଇବା ଓ ପେଟ ଶାନ୍ତି କରିବା। ଏହା ଶୁଣି ବାଘର ନିଦ ଭାଙ୍ଗିଗଲା ଓ ତାପରେ ସେ କହିଲା, ଆରେ ଏ ବିଲୁଆ, ଆଜି ଏ ଡାହାଣୀ ଛୁଆକୁ ଖାଇବା ନାହିଁ, କାରଣ ମୁଁ ଗୋଟେ ହରିଣ ଖାଇକି ଆସିଛି, ତେଣୁ ମୋ ପେଟ ପୁରା ଫୁଲ ହୋଇକି ରହିଛି। ଆଉ ହଁ, ଓ ତୋ ପାଇଁ ମଧ୍ୟ ମୁଁ କିଛି ହରିଣ ମାଂସ ନେଇକି ଆସିଛି, ତାକୁ ରୋଷେଇ ଘରେ ରଖିଛି, ଯା ଖାଇଦେବୁ। ଆରେ ମାମା, କଣ କହୁଛ? ହରିଣ ମାଂସ? ମତେ ତ ହରିଣ ମାଂସ ଖାଇବା କଥା ଭାବିଲା ବେଳକୁ ମୋ ପାଟିରୁ ଲାଳ ଗଡୁଛି। ତେଣୁ ଏ ଡାହାଣୀ ଛୁଆଟାକୁ ଏବେ ଖାଇବାନି, କାଲିକି ରଖିଦେବା। ଆଉ ଏବେ ହରିଣ ମାଂସ ଖାଇବାର ସମୟ। ଏପରି କହି ବିଲୁଆ ରୋଷେଇ ଘର ପାଖକୁ ଗଲା ଏବଂ ଏ ପାଖରେ ଡାହାଣୀ ଘରକୁ ଫେରିଲା। ସେ ତାର ଝିଅ ପାଇଁ କିଛି ଖେଳନା ନେଇକି ଆସିଥିଲା। ଘରେ ପହଞ୍ଚିବା ପରେ କହିଲା, ଆଲୋ ମା ସରିତା, କୁଆଡେ ଗଲୁ? ମୋ ପାଇଁ ପାଣି ନେଇକି ଆସ। ମୁଁ ବହୁତ ବାଟରୁ ଫେରିକି ଥକିକି ଆସିଛି, ତେଣୁ ପାଣି ମତେ ଦେ। ଡାହାଣୀ ତାର ଝିଅକୁ ଡାକି ଖେଳନା ଦେଇ ସରପ୍ରାଇଜ ଦେବାକୁ ଚାହୁଁଥିଲା, ହେଲେ ସେ ଜାଣିନି ଯେ ତାର ଝିଅକୁ ଗୋଟିଏ ବିଲୁଆ ଚୋରି କରି ନେଇଯାଇଛି ବୋଲି। ଡାହାଣୀ ଏପରି କହିବା ପରେ କିଛି ବି ଉତ୍ତର ଆସିଲା ନାହିଁ, କିମ୍ବା ତା ଝିଅ ପାଣି ନେଇକି ଆସିଲା ନାହିଁ। ଏହା ଦେଖି ଡାହାଣୀ କହିଲା, ଆଲୋ ମା ସରିତା, ତୁ ମୋ ଉପରେ ରାଗିଛୁ ନା କଣ? ମୁଁ କଣ କରିବି ମାଟା, ମୋର ବହୁତ କାମ ଥିଲା, ତେଣୁ ଫେରୁ ଫେରୁ ଟିକେ ଡେରି ହୋଇଗଲା। ହଉ, ତୁ ଆଉ ରାଗନି, ଦେଖ ମୁଁ ତୋ ପାଇଁ କଣ ନେଇକି ଆସିଛି। ଡାହାଣୀ ଏପରି କହିବା ପରେ ମଧ୍ୟ କୌଣସି ଉତ୍ତର ଆସିଲା ନାହିଁ, ତେଣୁ ସେ ଟିକେ ଡରିଗଲା ଓ କହିଲା, ଆରେ ଇଏ କଣ? ମୋ ଝିଅ ଏତେବେଳୁ ଖୁସି ହୋଇ ମୋ ପାଖକୁ ଦୌଡ଼ିକି ପଳାଇ ଆସିଥାନ୍ତା ଏବଂ ମୋ ପାଇଁ ପାଣି ଆଣିଥାନ୍ତା, ହେଲେ ସେ ଏପର୍ଯ୍ୟନ୍ତ ମୋ ପାଖକୁ ଆସୁନି କାହିଁକି? ସେ ଖେଳିବାକୁ କୁଆଡ଼େ ପଳାଇଛି କି? ତେଣୁ ମୋତେ ଯାଇ ବାହାରେ ଖୋଜିବାକୁ ପଡ଼ିବ। ଡାହାଣୀ ଏପରି କହି ଘର ବାହାରକୁ ଆସି ଖୋଜିବାରେ ଲାଗିଲା। ଆରେ ସରିତା, କୁଆଡ଼େ ଗଲୁ ମୋ ମା? ଶୀଘ୍ର ଘରକୁ ଆସ। ଦେଖ, ମୁଁ ଘରକୁ ପଳାଇ ଆସିଲିଣି ଓ ମୁଁ ତୋ ପାଇଁ ସୁନ୍ଦର ସୁନ୍ଦର ଖେଳନା ଆଣିଛି, ତେଣୁ ଶୀଘ୍ର ଶୀଘ୍ର ଘରକୁ ପଳାଇ ଆସ। ଡାହାଣୀ ଏପରି ଖୋଜିବାରେ ଲାଗିଲା। ସେ ଜଙ୍ଗଲ ସାରା ଖୋଜି ଖୋଜି ସକାଳୁ ରାତି ହୋଇଗଲା। ରାତି ହେବା ପରେ ସେ ନିରାଶ ଓ ଦୁଃଖ କରି ଘରକୁ ପଳାଇ ଆସିଲା ଏବଂ ଘରେ ପହଞ୍ଚିବା ପରେ କହିଲା, ଆରେ ମୋ ଝିଅ କୁଆଡ଼େ ଗଲା? ଯଦି ସେ କୁଆଡ଼େ ଯାଇଥାନ୍ତା ତାହେଲେ ସେ ଏତିକି ବେଳୁ ପଳାଇ ଆସିଥାନ୍ତା, କିନ୍ତୁ ଏପର୍ଯ୍ୟନ୍ତ ଫେରିନି। ଏସବୁ କଥା ଦେଖି ମୋତେ ଲାଗୁଛି ମୋ ଝିଅକୁ କିଏ ଚୋରି କରି ନେଇଯାଇଛି ବୋଧେ। ଏପରି କହି ଡାହାଣୀ ରହିଲା ଏବଂ ତା ପରଦିନ ସକାଳ ହେବା ପରେ ଦୁଇଟି ଲୋକ ଜଙ୍ଗଲରେ କଥା ହେଲେ। ଆରେ ସୁରେଶ, ଆଜି ଆମେ ଶୀଘ୍ର କାମ କରି ଘରକୁ ପଳାଇବା, କାରଣ ଆଜି ହେଉଛି ରାକ୍ଷୀ ପୂର୍ଣ୍ଣିମା। ମୋ ଭଉଣୀ ମୋ ହାତରେ ରାକ୍ଷୀ ବାନ୍ଧିବ। ଏହା ସହ ମୋତେ ଗୋଟେ ଗିଫ୍ଟ ନେଇ ମୋ ଭଉଣୀକି ଦେବାକୁ ପଡ଼ିବ, ତେଣୁ ଯେତେ ଶୀଘ୍ର ହେବ ଏଠାରୁ ପଳାଇବା। ଆରେ ହଁ ସାଙ୍ଗ, ମୋର ଦୁଇଟି ଭଉଣୀ ମଧ୍ୟ କହିଥିଲେ ଆଜି ଶୀଘ୍ର ଘରକୁ ପଳାଇବା ପାଇଁ। ସେ ମଧ୍ୟ ମୋ ହାତରେ ରାକ୍ଷୀ ବାନ୍ଧିବେ, ତେଣୁ ତୋର ମୋର ସାଙ୍ଗ ହୋଇ ଗିଫ୍ଟ କିଣିକି ନେଇକି ଯିବା। ହଉ, ଏବେ କାମ କରିବା ଚାଲ। ଏସବୁ ଦୃଶ୍ୟ ବିଲୁଆ ଦେଖୁଥିଲା। ଏ ଦୁଇ ଜଣଙ୍କର କଥା ଶୁଣିବା ପରେ ବିଲୁଆ ମନ ବହୁତ ଦୁଃଖ ହେଲା।
କାରଣ ତାର ମଧ୍ୟ ଗୋଟିଏ ଭଉଣୀ ଥିଲା ଯିଏକି ମରିଯାଇଛି। ପ୍ରତ୍ୟେକ ରାକ୍ଷୀ ପୂର୍ଣ୍ଣିମାରେ ତା ଭଉଣୀ ତା ହାତରେ ରାକ୍ଷୀ ବାନ୍ଧେ, ହେଲେ ଏ ବର୍ଷ ତା ହାତରେ ରାକ୍ଷୀ ବାନ୍ଧିବା ପାଇଁ କେହି ବି ନାହାନ୍ତି। ତେଣୁ ସେ କହିଲା, ହେ ମୋର ଭଉଣୀ, ତୁ ମତେ ଏକଲା କରି କାହିଁକି ଛାଡ଼ି ଚାଲିଗଲୁ? ଆଜି ତୁ ଥିଲେ ମୋ ହାତରେ ରାକ୍ଷୀ ବାନ୍ଧିଥାନ୍ତୁ, ହେଲେ ତୁ ନଥିବାରୁ ମୋ ହାତରେ ରାକ୍ଷୀ ବାନ୍ଧିବାକୁ କେହି ବି ନାହାନ୍ତି। ଏତେ ବଡ଼ ରାକ୍ଷୀ ପୂର୍ଣ୍ଣିମାରେ ମୋ ହାତ ଖାଲି ପଡ଼ିବ। ଆରେ ମୁଁ ଯାଉଛି ଏ 2 ଜଣ ଲୋକଙ୍କୁ କହିବି, ସେ ତାଙ୍କ ଭଉଣୀଙ୍କୁ କହି ମୋ ହାତରେ ରାକ୍ଷୀ ବାନ୍ଧିବେ। ବିଲୁଆ ଏପରି କହି ସେ 2 ଜଣଙ୍କ ପାଖକୁ ଗଲା ଏବଂ ସେଠି ପହଞ୍ଚିବା ପରେ କହିଲା, ଆରେ ଏ ଭାଇ, ଆଜି ପରିକା ଏତେ ବଡ଼ ରାକ୍ଷୀ ପୂର୍ଣ୍ଣିମାରେ ତମ ମାନଙ୍କର ଭଉଣୀ ତମ ହାତରେ ରାକ୍ଷୀ ବାନ୍ଧିବେ, ହେଲେ ମୋର କେହି ବି ଭଉଣୀ ନାହାନ୍ତି। ଦୟାକରି ତୁମ ଭଉଣୀଙ୍କୁ କୁହ ସେ ମୋ ହାତରେ ରାକ୍ଷୀ ବାନ୍ଧିବ। ଆରେ ଏ ବିଲୁଆ, ତୁ ଆମକୁ ମୂର୍ଖ ଭାବିଲୁ ନା କଣ ବେ? ମୁଁ ଜାଣିଛି ୟା ପଛରେ ନିଶ୍ଚିତ ତୋର କିଛି ପ୍ଲାନ୍ ଥିବ। ତୁ ଏପରି ପ୍ଲାନ୍ ପକାଇ ମୋର ଘରକୁ ଯିବୁ ଓ ତାପରେ ବାଘକୁ ଡାକି ନେଇ ମୋର ଘର ଲୋକଙ୍କୁ ମାରିବୁ। ଆରେ ଭାଇ, ମୁଁ ସତ କହୁଛି, ଭଗବାନଙ୍କ ରାଣ ଖାଉଛି। ମୋ ମନରେ ଏପରି ଭାବନା ଜମା ବି ନାହିଁ। ବାସ୍ ମୋର ଗୋଟିଏ ଭଉଣୀ ଦରକାର। ତେଣୁ ଦୟାକରି ତୁମ ଭଉଣୀକୁ କୁହ ମୋ ହାତରେ ରାକ୍ଷୀ ବାନ୍ଧିବା ପାଇଁ। ଅରେ ବିଲୁଆ, ତତେ ଥରେ ମନା କଲା ପରେ ବି ତୁ ଶୁଣୁନୁ କାହିଁକି? ଆଉ ତା ଛଡ଼ା ମୋ ଭଉଣୀ କିମ୍ବା ରମେଶର ଭଉଣୀ ଯଦି ତତେ ଦେଖିବେ ତାହେଲେ ସେ ଡରିକି କାନ୍ଦିବେ। ତେଣୁ ଭଲରେ ଭଲରେ ଏଠାରୁ ପଳା। ଆମେ ଏ କ୍ଷେତ୍ରରେ ତତେ ଜମା ବି ସାହାଯ୍ୟ କରିପାରିବୁ ନାହୁଁ। ଏହା ଶୁଣିବା ମାତ୍ରେ ବିଲୁଆ ମନ ଦୁଃଖରେ ସେଠାରୁ ପଳାଇ ଆସିଲା ତାର ଘରକୁ ଓ ଘରେ ପହଞ୍ଚିବା ପରେ ବାଘ ଦେଖିଲା ବିଲୁଆ ମନ ବହୁତ ଦୁଃଖ। ଏହା ଦେଖି ବାଘ ପଚାରିଲା, ହଇରେ ବିଲୁ, ତୋର କ'ଣ ହୋଇଛି? ତୁ ଏପରି ମନ ଦୁଃଖ କରିଛୁ କାହିଁକି? ତୋର କିଛି ହଜିଗଲା ନା କିଛି ଅସୁବିଧା ହୋଇଛି? ମୋତେ କହିଲୁ ତୁ ମନ ଦୁଃଖ କରିବାର କାରଣଟା କ'ଣ? ଆରେ ମାମା, କ'ଣ କହିବି ତୁମକୁ? ଆଜି ହେଉଛି ରାକ୍ଷୀ ପୂର୍ଣ୍ଣିମା। ଏତେ ବଡ଼ ରାକ୍ଷୀ ପୂର୍ଣ୍ଣିମାରେ ମୋ ହାତରେ ରାକ୍ଷୀ ବାନ୍ଧିବା ପାଇଁ କେହି ବି ନାହାନ୍ତି। ମୋର ଗୋଟିଏ ଭଉଣୀ ଥିଲା, ସେ ମରିଯାଇଛି। ତେଣୁ ମୋ ମନଟା ଆଜି ଭାରି ଦୁଃଖ ହେଉଛି। ଆରେ ଏ ବିଲୁ, ତୁ ଏଇ ଗୋଟେ ସାମାନ୍ୟ କଥା ପାଇଁ ମନ ଦୁଃଖ କରୁଛୁ? ହଇରେ, ଏ ରାକ୍ଷୀ ପୂର୍ଣ୍ଣିମା ହେଉଛି ମଣିଷ ମାନଙ୍କର। ଏ ପୂର୍ଣ୍ଣିମା ଆମର ନୁହଁ। ତେଣୁ ତୁ ମଣିଷ ମାନଙ୍କର ପୂର୍ଣ୍ଣିମା ପାଇଁ ଏପରି ମନ ଦୁଃଖ କରୁଛୁ କାହିଁକି? ବାଘ ଓ ବିଲୁଆର ଏସବୁ କଥା ଡାହାଣୀର ଛୁଆ ଅନ୍ୟ ଏକ ରୁମ୍ରେ ଥାଇ ଶୁଣୁଥିଲା। ତେଣୁ ସେ କହିଲା, ଆରେ ଏ ବିଲୁଆ ମତେ ଏଟାକୁ ଖାଇବାକୁ ଆଣିପାରେ ସତ, ହେଲେ ତାର ଭଉଣୀ ମରିଯାଇଛି ଓ ତା ହାତରେ ରାକ୍ଷୀ ବାନ୍ଧିବା ପାଇଁ କେହି ବି ନାହାନ୍ତି। ଏକଥା ଭାବିଲା ବେଳକୁ ମତେ ବହୁତ ଜୋରେ ଦୁଃଖ ଲାଗୁଛି। ତେଣୁ ଏ ବାଘ ଓ ବିଲୁଆ ମତେ ଖାଇବା ପୂର୍ବରୁ ମୁଁ ଥରେ ଏ ବିଲୁଆ ହାତରେ ରାକ୍ଷୀ ବାନ୍ଧିବି ଓ ତାପରେ ମଲେ ମରିବି। ଡାହାଣୀର ଛୁଆ ଏପରି କହି ରହିଲା ଏବଂ ଏ ପାଖରେ ବିଲୁଆର ମନ ଦୁଃଖ ଥିବା ଦେଖି ବାଘ ପୁଣି ଥରେ କହିଲା, ହଇରେ ବିଲୁଆ, କାହିଁକି ସେ ବାଜ୍ୟ କଥା ଗୁଡ଼ାକ ଭାବି ମନ ଦୁଃଖ କରୁଛୁ? ସେ କଥା ଭାବନା। ହଉ, ଏବେ ଯା, ସେ ଡାହାଣୀର ଛୁଆଟାକୁ ନେଇକି ଆସିବୁ। ଆମେ ତାକୁ ମିଶିକି ଖାଇବା ଓ ସେ ଛୁଆଟାର କଅଁଳିଆ ଓ ଟେଷ୍ଟି ମାଂସ ଖାଇବା ପରେ ଦେଖିବୁ ତୋର ମନ ପରିବର୍ତ୍ତନ ହୋଇଯିବ। ଏହା ଶୁଣି ବିଲୁଆ ଡାହାଣୀ ଛୁଆ ଥିବା ଘରକୁ ଗଲା ଏବଂ ସେଠାରେ ପହଞ୍ଚି ଡାହାଣୀ ଛୁଆ ପାଖକୁ ହାତ ବଢ଼ାଇବା ବେଳେ ହଠାତ୍ ଡାହାଣୀ ଛୁଆ ବିଲୁଆ ହାତରେ ରାକ୍ଷୀ ବାନ୍ଧିଦେଲା ଓ ତାପରେ କହିଲା, ଏ ବିଲୁଆ ଭାଇ, ମୁଁ ଜାଣିଛି ଆଜି ପରିକା ଦିନରେ ତୁମ ହାତରେ କେହି ବି ରାକ୍ଷୀ ବାନ୍ଧୁ ନଥିବେ। ତୁମ ମନ ତେଣୁ ଦୁଃଖ ଅଛି। ତେଣୁ ମୁଁ ଗୋଟେ ସାନ ଭଉଣୀ ହିସାବରେ ତୁମ ହାତରେ ରାକ୍ଷୀ ବାନ୍ଧିଦେଲି। ଏବେ ମୋ ମନ ଖୁସି ହୋଇଗଲା। ହଉ, ଏବେ ମତେ ମାରିକି ଖାଇଦିଅ।
ଏହା ଦେଖି ବିଲୁଆ ଭାବବିହ୍ୱଳ ହୋଇଗଲା ଓ କହିଲା, ଆରେ ଏ ଛୁଆ, ତୁ କଣ କରିଦେଲୁ? ମୁଁ ସକାଳୁ ପହରୁ ମୋର ଭଉଣୀ ନଥିବାରୁ ଦୁଃଖିତ ଥିଲି, ହେଲେ ତୁ ମୋ ହାତରେ ରାକ୍ଷୀ ବାନ୍ଧି ସେ ଦୁଃଖକୁ ଦୂର କରିଦେଲୁ। ତେଣୁ ଆଜିଠାରୁ ମୁଁ ହେଉଛି ତୋର ଭାଇ ଓ ତୁ ମୋର ଭଉଣୀ। ଗୋଟେ ଭାଇ ହିସାବରେ ତୋର ରକ୍ଷା କରିବା ହେଉଛି ମୋର କର୍ତ୍ତବ୍ୟ। ତେଣୁ ମୁଁ ବି ଦେଖିବି ତତେ କିଏ ମାରିକି ଖାଇବ। ବିଲୁଆ ଏପରି କହୁଥିବା ବେଳେ ବାଘ ସେଠାରେ ଆସି ପହଞ୍ଚିଗଲା ଓ ଦେଖିଲା ବିଲୁଆ ହାତରେ ରାକ୍ଷୀ ବନ୍ଧା ହୋଇଥାଏ। ଏହା ଦେଖି ବାଘ ଟିକେ ଖୁସି ହୋଇ କହିଲା, ଆରେ ହେ ବିଲୁଆ, ଏବେ ତ ତୋ ହାତରେ ରାକ୍ଷୀ ବନ୍ଧା ହୋଇଗଲା, ମାନେ ଏବେ ପୁରା ତୁ ଖୁସି। ହଉ ଚାଲ, ଏ ଖୁସିରେ ଆମେ ଏ ଡାହାଣୀ ଛୁଆଟାକୁ ମାରିକି ଖାଇ ପାର୍ଟି କରିବା। ଆରେ ଏ ମାମା, ତମେ ଯୋଉ ଏ ରାକ୍ଷୀ ମୋ ହାତରେ ଦେଖୁଛ, ସେ ରାକ୍ଷୀ ଏ ଡାହାଣୀ ଛୁଆ ବାନ୍ଧିଛି। ସେ ମୋ ହାତରେ ରାକ୍ଷୀ ବାନ୍ଧିଛି ମାନେ ଆଜିଠାରୁ ସେ ହେଉଛି ମୋ ଭଉଣୀ। ତେଣୁ ଭାଇ ହିସାବରେ ତାର ରକ୍ଷା କରିବା ହେଉଛି ମୋର କର୍ତ୍ତବ୍ୟ। ଗୋଟେ ଭାଇ ହିସାବରେ କହୁଛି, ମାମା ୟାକୁ ଛାଡ଼ି ଦିଅ, ମୁଁ ତୁମ ପାଇଁ ଅନ୍ୟ ଏକ ଶିକାର ନେଇକି ଆସିବି। ହୋଇରେ ବିଲୁଆ, ଏଇ ସାମାନ୍ୟ ଗୋଟିଏ ଛୁଆ ପାଇଁ ତୁ ତୋର ମାମାକୁ ଭୁଲିଗଲୁ। ଆଉ ରହିଲା ଭଉଣୀ କଥା, ଏ ଝିଅ ଆମଠାରୁ ବଞ୍ଚିବା ପାଇଁ ଏପରି ପ୍ଲାନ୍ ପକାଉଛି। ଦେଖିବୁ, ତୁ ଖାଲି ଏଠାରୁ ତାକୁ ଛାଡ଼ିଦେବା ପରେ ସେ ତାର ମାଆକୁ ଡାକି ଆମକୁ ମାରିଦେବ। ସେ ଯାହା କରିବ ପଛରେ ଦେଖାଯିବ, ହେଲେ ବର୍ତ୍ତମାନ ଗୋଟେ ଭାଇ ହିସାବରେ ତାକୁ ରକ୍ଷା କରିବା ହେଉଛି ମୋର କର୍ତ୍ତବ୍ୟ। ତେଣୁ ମାମା, ଭଲ ହେବ ତମେ ୟାକୁ ଛାଡ଼ି ଦିଅ, ନହେଲେ ମୋ ଠାରୁ କେହି ବି ଖରାପ ହେବେନି। ହୋଇରେ ବିଲୁ, ମୁଁ ସେତେବେଳୁ କିଛି କହୁନି ବୋଲି ତୁ ବହୁତ ବଡ଼ ବଡ଼ କଥା କହୁଛୁ। ତୁ ବୋଧେ ଭୁଲି ଯାଉଛୁ, ମୁଁ ଏବେ ଚାହିଁଲେ ତତେ ଏବଂ ଏ ଡାହାଣୀ ଛୁଆକୁ ଏଇଠାରେ ଖାଇଦେବି। ମୁଁ ତତେ ଭଲରେ ଭଲରେ କହୁଛି, ଏ ଛୁଆଟାକୁ ମୋତେ ଦେଇଦେ, ମୁଁ ତାକୁ ମାରିକି ଖାଇବି, ନହେଲେ ତମ ଦୁଇ ଜଣଙ୍କର ଏଇଠାରେ ମୃତ୍ୟୁ ଘଟିବ। ଏହା ଶୁଣି ବିଲୁଆ ମନେ ମନେ ଭାବିଲା, ଆରେ ଯଦି ଏହି ସମୟରେ ମୁଁ ବୁଦ୍ଧିର କାମ ନ କରେ, ତାହେଲେ ଏ ବାଘ ମୋତେ ମାରିବା ସହ ମୋ ଭଉଣୀକି ମଧ୍ୟ ମାରିଦେବ। ତେଣୁ କଣ କରିବି? ବିଲୁଆ ଏପରି ଭାବି କହିଲା, ଆରେ ମାମା, କଣ ମ ତମେ ଟିକେ ଟିକେ କଥାରେ ରାଗି ଯାଉଛ? ମୁଁ ତୁମ ସାଥିରେ ସେତେବେଳେ ମଜା କରୁଥିଲି। ମୁଁ ଜାଣିଛି ଏ ଡାହାଣୀ ଛୁଆ ମତେ ଜାଲରେ ଫସାଇ ଆମଠାରୁ ବଞ୍ଚିବାକୁ ଚାହୁଁଛି। ତେଣୁ ସେ ଏବେ ଏଇଠାରେ ମରିବ। ହେଲେ ମାମା, ୟାକୁ ମାରିବା ବେଳେ ତମେ ଟିକେ ଆଖି ବୁଝ, ତାପରେ ୟାକୁ ମାରିବି। ବାଘ ବିଲୁଆର ଚାଲାକି ନ ବୁଝିପାରି ଆଖି ବୁଜିଦେଲା ଓ ବିଲୁଆ ଏଇ ମୌକାର ଫାଇଦା ଉଠାଇ ଡାହାଣୀ ଛୁଆକୁ ଧରି ସେଠାରୁ ଦୌଡ଼ିବାରେ ଲାଗିଲା। ଏବଂ କିଛି ସମୟ ପରେ ବାଘ ଆଖି ଖୋଲି ଦେଖିଲା ସେଠାରେ ବିଲୁଆ କିମ୍ବା ଡାହାଣୀ ଛୁଆ ନାହିଁ। ଏହା ଦେଖି ସେ ବହୁତ ଜୋରେ ରାଗିଗଲା ଏବଂ ରାଗରେ କହିଲା, ହୋଇରେ ବିଲୁଆ, ତୁ ମୋତେ ଏପରି ବୋକା ବନେଇଛୁ ନାହିଁ। ହଉ, ମୁଁ ବି ଦେଖିବି ତୁ କେତେ ବାଟ ଦୌଡ଼ିକି ଯିବୁ ଓ ସେ ଛୁଆକୁ ବଞ୍ଚାଇବୁ। ଆଉ ମନେ ରଖ, ଯେତେବେଳେ ତୁ ମୋ ହାବୁଡ଼ରେ ପଡ଼ିବୁ, ସେତେବେଳେ କିଲବିଲ କରି ମୋ ହାତରୁ ମରିବା ପାଇଁ ପ୍ରସ୍ତୁତ ହୋଇଯାଇଥିବୁ। ଆଗେ ତତେ ମାରିବି ଓ ତାପରେ ଯାଇ ସେ ଡାହାଣୀ ଛୁଆ କଥା ବୁଝିବି। ବାଘ ଏପରି କହି ବିଲୁଆ ଦେହର ବାସ୍ନା ଶୁଙ୍ଘି ସେ ଯାଉଥିବା ଜାଗା ଆଡ଼କୁ ଯିବାରେ ଲାଗିଲା ଓ ଏ ପାଖରେ ବିଲୁଆ ଡାହାଣୀର ଛୁଆକୁ ତାର ଘର ପାଖକୁ ନେଇକି ପଳାଇ ଆସିଲା ଓ ସେଠାରେ ପହଞ୍ଚି ଦେଖିଲା ଏ ଛୁଆର ମା ନାହିଁ। ଏହା ଦେଖି ବିଲୁଆ ବହୁତ ବଡ଼ ଚିନ୍ତାରେ ପଡ଼ିଗଲା, କାରଣ ବିଲୁଆ ଜାଣିଛି ଯେ ବାଘ ତାର ଗନ୍ଧ ଶୁଙ୍ଘି ଶୁଙ୍ଘି ଏଠାକୁ ପଳାଇ ଆସିବ ଓ ଏବେ ଏଠାରେ ଡାହାଣୀ ନାହିଁ। ଯଦି ଏବେ ବାଘ ଏଠାରେ ପହଞ୍ଚିଯାଏ, ତାହେଲେ ଦୁଇ ଜଣଙ୍କର ଜୀବନ ପ୍ରତି ବିପଦ ହୋଇପାରେ। ଏପରି ଭାବି ସେ ଡାହାଣୀର ଛୁଆକୁ କହିଲା, ଆରେ ଏ ଡାହାଣୀ, ତୋର ମା ତ ଏଠାରେ ନାହିଁ। ଏବେ ଆମେ କଣ କରିବା? ଯଦି ବାଘ ଏଠାକୁ ପଳାଇ ଆସିଲା, ତାହେଲେ ଏଇଠାରେ
आम दुई जनकर मृत्यु हेबाटा फाइनल हो जिवो किछि गोटे करी तोर मां को डाक। बिलुआ एपरी कहूतिबा बेले बाघ सेठारे पहुंची गला ओ कहिला, होई रे बिलुआ, एबे तू कौन करिबु कह? तू भाबिलु मो हाथरू बंची जिबु बोली, हेले एबे तते किए बंचाइबो मो हाथरू? बाघ एतिकी कहिबा परे हठात गोटिए आलोक आसी बाघ देहरे बाजिला, जहाद्वारा बाघर सेठारे मृत्यु होईगला ओ तापरे सेठारे डाहाणी प्रकट हैला। डाहाणी तार छुआकू देखी बहुत खुशी हैला ओ तापरे बिलुआ सबु कथा गोटी गोटी करी कहिला, किपरि तार झियोकू से चोरी करिथिला एवं कौन पाई से बंचाइला। एपरी कही से डाहाणी को भूल मागिला। गोटिए बुढ़ी डाहाणी जंगलरू तार घर को फेरुथिला। से फेरिला बेले देखिला किछि कुआ एक जगारे रुंडित होइछंती। यह देखि डाहाणी से कुआ थिबा जगह को गला एवं सेठारे पहुंचबा परे कुआ गुड़िक उड़ी गले। कुआ उड़ीबा परे बुढ़ी डाहाणी देखिला गोटिए मनीष छुआटे तले पड़ी कांदु थाए। यह देखि बुढ़ी डाहाणीर मनरे दया आसिला, तेणु से छुआटा को उठाई आनी तार घर को पलाई आसिला। घर को आसिबा परे देखिला छुआटीर कांद बंद होउ नथाए। यह देखि बुढ़ी डाहाणी कहिला, अरे ये कौन? ए छुआटा सेतबेलु एपरे कांदुछि काहेके? मते जहा लागुचे याको जोरे भोक लागुचे बोधे, हेले मो पाखरे तो किछि भी खाद्य नाही। एबे ए छुआटा को कौन खाइबा को देबे? अरे हाँ, मु जाउछे गोटे गाई पाखकु जेबे एवं ता पाखरो क्षीर नेकी आसबे ओ तापरे ए छुआ को पेबा को देबे। ओ ए पाखरे बिलुआ छुआ पड़िथिबा जागा को बाघ को नेकी आसिला ओ सेमाने देखिले सेठारे छुआ नाही। एहा देखि बाघ बहुत जोरे रागी गला ओ कहिला, होई रे बिलु, तो मुंड फुंड काम करूनी कि रे? तू पा मते कहिकी आसिलु एठारे मनीष छुआटे पड़िछि बोली, जहाकू आमे खाई थांते, हेले एठारे तो केही भी नाहंती। मु सोईथिली, हेले तू मते बेकारटारे हैरान कलु, तेणु मु तते एबे खाई जिबी। अरे मामा, मु सत्य कथा कहूची। आ अल्प समय पूर्वरु मु देखिथिली एठारे गोटे मनीष छुआ पड़िथिला, हेले एबे सेटा कुआडे गला मु काई पाउनी। मते जहा लागुची से मनीष छुआटा को बोधे आउ किए नहीं गला, तेणु मते पता लगेबा को पड़िबो एवं तापरे आमे से मनीष छुआ को खाइबा सह ताको जे नैची ताको मध्य खाइबा। तमे बास खाली मते किछि समय दियो। अरे बिलु, तू जेते समय नेबा कथा ने, हेले मते से मनीष छुआर मांस आनिकी दे, मु खाइबी। नहले मु तो मांस खाइबी ओ तापरे जाई जो कथा। ओ ए पाखरे डाहाणी गाई पाखरे पहुंची कहिला, अरे ए गाई, मोर तो पाखरे गोटे साहाଯ୍ୟର आवश्यक अछि, तेणु दया करी मते साहाଯ୍य कर। ओ या बदलरे तमे मते जहा मागिबो मु तुमको सह्या देबी। अरे डाहाणी नानी, हठात तमे आजी मो पाखरे काहेकि? ओ मो पाखरे एमिति की साहाଯ୍य पाइबाकु चाहुच? शीघ्र कुह। जदि मो द्वारा संभव ताहले मु तुमर निश्चित साहाଯ୍य करिबी। अरे ए गाई, मु गोटे कथा कहूचे, तू का पाखरे कहबनु। ओ सहीटा हैला, मु जंगलरू फेरिला बेले गोटे मनीष छुआ पाइली। ओ से छुआटी बहुत भोकिला अछि, तेणु तू तोर क्षीर टिके दे, मु से छुआ को खुआइबी। आउ हाँ, मु जेते पर्यंत ए छुआ को तार बापा मां को न देछि सेते पर्यंत तू मते क्षीर देबु। आउ हाँ, दया करी ए विषय कहा पाखरे कहबुनु, नहले जंगली जीवजंतु मो घरे पशि से छुआटा को खाईदेबे। अरे एई गोटे सामान्य कथा, तमे से मनीष छुआ को आनी बहुत बड़ पुण्यर काम करिछ। मु ए क्षेत्र रे पूरा तुमर साथ देबी।
ତେଣୁ ତମେ ଏଇଠାରେ କିଛି ସମୟ ଅପେକ୍ଷା କର, ମୁଁ ତୁମକୁ କ୍ଷୀର ଆଣି ଦେଉଛି। ଏହା ଶୁଣି ଗାଈ ସେଠାରୁ ତାର ଘରକୁ ପଳାଇ ଆସିଲା ଏବଂ ଏଠି ଡାହାଣୀ ଗାଈର ଫେରିବା ବାଟକୁ ଅପେକ୍ଷା କଲା ଏବଂ କିଛି ସମୟ ପରେ ଗାଈ କ୍ଷୀର ନେଇ ଡାହାଣୀ ପାଖରେ ପହଞ୍ଚିଗଲା ଓ ତାପରେ ଡାହାଣୀ କ୍ଷୀର ନେଇ ସେଠାରୁ ପଳାଇ ଆସିଲା। ଡାହାଣୀ ଫେରିଲା ବେଳେ ହଠାତ୍ ବିଲୁଆ ଦେଖିଲା ଡାହାଣୀ ହାତରେ କ୍ଷୀର ଥାଏ। ଏହା ଦେଖି ବିଲୁଆକୁ କଥାଟା ଟିକିଏ ହଜମ ହେଲା ନାହିଁ, କାରଣ ଯେଉଁ ଡାହାଣୀ ମାଂସ ବିନା ରହିପାରେନି ସେ କ୍ଷୀର କାହିଁକି ନେଉଛି। ଏହା ଭାବି ବିଲୁଆ କହିଲା, ଆରେ ଇଏ କ'ଣ? ଏ ଡାହାଣୀ କ୍ଷୀର କ'ଣ ପାଇଁ ନେଉଛି? ଯିଏ ଜଙ୍ଗଲର ଜୀବଜନ୍ତୁର ମାଂସ ଖାଏ ଓ ରକ୍ତ ପିଏ, ହେଲେ ଏବେ ଇଏ କ୍ଷୀର କ'ଣ କରିବ? ୟା ପାଖରେ ଆଉ ସେ ମଣିଷ ଛୁଆ ନାହିଁ ତ, ତେଣୁ ମୋତେ ୟାର ପିଛା କରିବାକୁ ପଡ଼ିବ। ବିଲୁଆ ଏପରି କହି ଡାହାଣୀର ପିଛା କରିବାରେ ଲାଗିଲା। ହେଲେ ଡାହାଣୀ ଜାଣିପାରିଲା ତାର ପିଛା ବିଲୁଆ କରୁଛି ବୋଲି, ତେଣୁ ଡାହାଣୀ ରହିଗଲା ଓ ତାପରେ କହିଲା, ହଇରେ ମୂର୍ଖ ବିଲୁଆ, ତୁ ମୋର ପିଛା କରୁଛୁ କାହିଁକି? ତୋର କ'ଣ ମୋ ଉପରେ ଭୟ ପଳେଇଲାଣି କି? ଭୁଲି ଗଲୁ କି ସେ ପୂର୍ବ କଥା ସବୁ? ମୁଁ କିପରି ଜୀବଜନ୍ତୁଙ୍କୁ ମାରି ଖାଏ, ସେ ନୃଶଂସ ଗୁଣ ଏବେ ବି ମୋ ପାଖରେ ଅଛି। ଆଜି ମୋର ଗୋଟେ କାମ ଅଛି ବୋଲି ତତେ ଛାଡ଼ିଦେଲେ, ନହେଲେ ଏଇଠାରେ ତତେ ମାରିକି ଖାଇଥାନ୍ତି। ଆରେ ଏ ଡାହାଣୀ ନାନୀ, ତୁମେ ଭୁଲ ବୁଝୁଛ। ମୁଁ ତୁମର ପିଛା କରୁନଥିଲି, ବରଂ ଆଗକୁ ବଢୁଥିଲି। ହେଲେ ତୁମକୁ ଲାଗିଲା ମୁଁ ତୁମର ପିଛା କରୁଛି ବୋଲି। ହଉ ଠିକ ଅଛି, ଯଦି ତୁମକୁ ଏପରି ଲାଗୁଛି ତାହେଲେ ମୁଁ ଏଠାରୁ ପଳାଉଛି। ଆଉ ଯଦି କେବେ ମୁଁ ତୁମକୁ ଆଗକୁ ଯିବାର ଦେଖେ ତାହେଲେ ମୁଁ ରହିଯିବି ଓ ତମେ ଗଲା ପରେ ମୁଁ ଯିବି। ବିଲୁଆ ଏପରି କହି ସେଠାରୁ ପଳାଇ ଆସିଲା। ବିଲୁଆ ଗଲା ପରେ ଡାହାଣୀ କହିଲା, ଆରେ ମୋତେ ଯାହା ଲାଗୁଛି ଏ ବିଲୁଆ ବୋଧେ ଜାଣିପାରିଲା ମୋ ପାଖରେ ସେ ମଣିଷ ଛୁଆ ଅଛି ବୋଲି, ତେଣୁ ଯେତେ ଶୀଘ୍ର ପାରିବି ସେ ଛୁଆଟାକୁ ତାର ବାପା ମାଆଙ୍କୁ ଦେଇଦେବି, ନହେଲେ ଜଣା ନାହିଁ କେତେବେଳେ କ'ଣ ହୋଇଯିବ, ଯାହାଦ୍ୱାରା ପିଲାଟାର ମୃତ୍ୟୁ ଘଟିବ। ଡାହାଣୀ ଏପରି କହି ଘରକୁ ଫେରିଲା। ହେଲେ ବିଲୁଆ ବାଘକୁ ଧରି ଗାଈ ପାଖରେ ପହଞ୍ଚିଗଲା। ଆରେ ଏ ଗାଈ, ତତେ ଯାହା ପଚାରିବୁ ତାହାକୁ ତୁ ଗୋଟି ଗୋଟି କରି କହିବୁ, ନହେଲେ ଆଜି ତତେ ଏଇଠାରେ ବାଘ ମାମା ଓ ମୁଁ ମାରିକି ଖାଇବୁ। ଆଉ ଯଦି ବଞ୍ଚିବାକୁ ଚାହୁଁଛୁ ତାହେଲେ ସବୁ କଥା କହିବୁ। ହଉ ଏବେ କହ, ସେ ଡାହାଣୀ ତୋ ପାଖକୁ କାହିଁକି ଆସିଥିଲା ଓ ସେ ତୋର କ୍ଷୀର କାହିଁକି ନେଇକି ଗଲା? ଆରେ ଏ ବିଲୁଆ ଓ ବାଘ ଭାଇ, ମୁଁ ସେ ଡାହାଣୀ ବିଷୟରେ କିଛି ବି ଜାଣିନି, କିମ୍ବା ସେ କ୍ଷୀର କାହିଁକି ନେଲା ମୁଁ ବି ଜାଣିନି। ସେ ବାସ୍ ମୋତେ କିଛି ଟଙ୍କା ଦେଲା ଓ ତାପରେ ମୁଁ ତାକୁ କ୍ଷୀର ଦେଲି ଓ ତାପରେ ସେ ଏଠାରୁ ପଳାଇଲା, ତେଣୁ ତା ବିଷୟରେ ମୁଁ କିଛି ବି କହିପାରିବି ନାହିଁ। ଆରେ ବିଲୁ, ଏ ଗାଈ ମାନିବ ନାହିଁ ସେ ଡାହାଣୀ କାହିଁକି କ୍ଷୀର ନେଲା ବୋଲି। ଏ ଗାଈ, ତୁ ଭୁଲି ଯାଉଛି କି ଆଉ ଅଳ୍ପ ଦିନ ପରେ ତୁ ଛୁଆ ଦେବୁ। ଆଉ ମନେ ରଖ, ଯେବେ ବି ତୋ ଛୁଆ ଜଙ୍ଗଲରେ ବୁଲିବ ସେତେବେଳେ ମୁଁ ଓ ବିଲୁଆ ତାକୁ ମାରିକି ଖାଇବୁ। ଏବେ ତୋ ହାତରେ ସବୁ କଥା। ତୁ ତୋର ଛୁଆକୁ ବଞ୍ଚାଇବୁ ନା ସେ ଡାହାଣୀକୁ ବଞ୍ଚାଇବୁ। ଏହା ଶୁଣି ଗାଈ ବହୁତ ଡରିଗଲା ଓ ଗୋଟେ ବଡ଼ ଧର୍ମ ସଙ୍କଟରେ ପଡ଼ିଗଲା, କାରଣ ଯଦି ସେ କହିଦିଏ ତାହେଲେ ମଣିଷ ଛୁଆଟାକୁ ଏମାନେ ମାରିଦେବେ ଏବଂ ଯଦି ନ କୁହେ ତାହେଲେ ସେ ମରିବା ସହ ତାର ଛୁଆ ମଧ୍ୟ ମରିବ। ଏପରି ସେ ଭାବିବାରେ ଲାଗିଲା। ଏହା ଦେଖି ବିଲୁଆ କହିଲା, ହଇରେ ଗାଈ, ସେତେବେଳେ କ'ଣ ଭାବୁଛୁ? ଶୀଘ୍ର ଆମକୁ କହିବୁ ଯଦି କହ, ଆମେ ଏଠାରୁ ଯାଉଛୁ। ଆଉ ଆମ ପାଖରେ ଜମା ବି ସମୟ ନାହିଁ। ଆଉ ତୁ ଅପେକ୍ଷା କର, ତୋର ଛୁଆ ଜନ୍ମ ହେବା ପରେ ଏଠାକୁ ଆସିବୁ ଓ ତାପରେ ତୋତେ ଏବଂ ତୋର ଛୁଆକୁ ମାରିକି ଖାଇବୁ। ଏହା ଶୁଣି ଗାଈର ଇଚ୍ଛା ନଥିଲେ ମଧ୍ୟ ବାଧ୍ୟ ହୋଇ କହିଲା, ଆରେ ଏ ବିଲୁଆ ଓ ବାଘ ଭାଇ, ସେ ଡାହାଣୀ ଗୋଟିଏ ମଣିଷ ଛୁଆକୁ ଜଙ୍ଗଲରୁ ପାଇଛି ଓ ତାକୁ କ୍ଷୀର ଦେବା ପାଇଁ ମୋ ପାଖକୁ ଆସିଥିଲା। ଆଉ ସେ ଯେତେ ପର୍ଯ୍ୟନ୍ତ ଛୁଆଟାକୁ ତାର ବାପା ମାଆଙ୍କୁ ନ ଦେଇଛି ସେତେ ପର୍ଯ୍ୟନ୍ତ ଡାହାଣୀ ମୋ ପାଖକୁ କ୍ଷୀର ନେବାକୁ ଆସିବ। ଏହା ଶୁଣି ବାଘ ଓ ବିଲୁଆ ବହୁତ ଖୁସି ହୋଇଗଲେ,
କାରଣ ଏବେ ସେ ଛୁଆଟାର କଅଁଳିଆ ମାଂସ ଖାଇବେ ଏବଂ ତା ପରଦିନ ସକାଳ ହେବା ପରେ ବିଲୁଆ ଓ ବାଘ ଗୋଟିଏ ଜାଗାରେ ଲୁଚିକି ରହି ଡାହାଣୀ ଗାଈ ପାଖକୁ ଆସିବାର ଅପେକ୍ଷା କଲେ। ଅପେକ୍ଷା କରି କରି କିଛି ସମୟ ପରେ ଦେଖିଲେ ଡାହାଣୀ ଗାଈ ପାଖକୁ କ୍ଷୀର ଆଣିବା ପାଇଁ ଗଲା। ଏହା ଦେଖି ବାଘ କହିଲା, ଅରେ ଏ ବିଲୁ, ସମୟ ଏବେ ହୋଇଗଲା ସେ ମଣିଷ ଛୁଆକୁ ଆଣିବା ପାଇଁ, କାରଣ ଏ ଡାହାଣୀ ଏବେ ଗାଈ ପାଖକୁ ଆସିଲା। ସେ ଫେରିବା ପୂର୍ବରୁ ଚାଲ ଡାହାଣୀର ଘରକୁ ଯିବା ଏବଂ ସେ ଛୁଆକୁ ନେଇ ଆସିବା ଓ ତାପରେ ଆନନ୍ଦରେ ଖାଇବା। ହଁ। ବାଘ ଏପରି କହିବା ପରେ ଦୁହେଁ ଡାହାଣୀର ଘର ପାଖକୁ ଗଲେ ଏବଂ ଏଠାରେ ଡାହାଣୀ ଗାଈ ପାଖରେ ପହଞ୍ଚିବା ପରେ ଦେଖିଲା ଗାଈର ମନ ଦୁଃଖ ଅଛି। ଏହା ଦେଖି ଡାହାଣୀ ପଚାରିଲା, ଆରେ ଏ ଗାଈ, ତୋର କ'ଣ ହୋଇଛି? ତୁ ଆଜି ଏପରି ଏତେ ମନ ଦୁଃଖ କରୁଛୁ କାହିଁକି? କ'ଣ ତୋର କିଛି ଅସୁବିଧା ହୋଇଛି କି? ଯଦି ତୋର କିଛି ଅସୁବିଧା ହୋଇଛି ତାହେଲେ ମୋତେ କହ, ମୁଁ ତାକୁ ଠିକ୍ କରିଦେବି। ବାସ୍ ତୁ ଥରେ ଖାଲି ହସିବା ଦରକାର। ଏହା ଶୁଣି ଗାଈ ଟିକେ ଦୁଃଖ ଓ ଭାବବିହ୍ୱଳ ହୋଇ କହିଲା, ଆରେ ଡାହାଣୀ ନାନୀ, ଦୟାକରି ମୋତେ କ୍ଷମା କରିଦିଅ। ମୁଁ ତୁମର କଥାକୁ ଗୁପ୍ତ ରଖିପାରିଲି ନାହିଁ, କାରଣ ମୁଁ ମୋର ପରିସ୍ଥିତି ଉପରେ ପୁରା ବନ୍ଧା ଥିଲି। ସେଥିପାଇଁ ମୋତେ ଆଜି ଜମା ବି ଭଲ ଲାଗୁନି ଓ ମୋର ମନ ମଧ୍ୟ ବହୁତ ଦୁଃଖ। ଆରେ ଏ ଗାଈ, ତୁ କ'ଣ କହୁଛୁ? ମୁଁ ଜମା ବି ବୁଝିପାରୁନି। ଦୟାକରି ମୋତେ ସବୁ କଥା ଖୋଲିକି କହ, ଯାହାଦ୍ୱାରା ମୁଁ ସବୁ କଥା ବୁଝିବି। ଓ ତୁ ମୋତେ କ୍ଷମା କାହିଁକି ମାଗୁଛୁ? ଆରେ ଏ ଡାହାଣୀ ନାନୀ, ତମେ ମୋତେ ମନା କରିଥିଲ ମଣିଷ ଛୁଆ ବିଷୟରେ କାହାକୁ ନ କହିବା ପାଇଁ। ହେଲେ କାଲି ତୁମେ ଗଲା ପରେ ଗୋଟେ ବାଘ ଓ ବିଲୁଆ ମୋ ପାଖକୁ ଆସିଲେ ଏବଂ ତୁମେ ମୋ ପାଖରୁ କ୍ଷୀର କାହିଁକି ନେଉଛ ପଚାରିଲେ। ହେଲେ ମୁଁ ଏ ବିଷୟରେ କିଛି ବି ନ କହିବାରୁ ସେ ମୋତେ ଧମକାଣି ଦେଲେ ଯେ ମୋ ଛୁଆ ଜନ୍ମ ହେବା ପରେ ସେମାନେ ତାକୁ ମାରିଦେବେ। ମୁଁ ଏହି କାରଣରୁ ବାଧ୍ୟ ହୋଇ ମଣିଷ ଛୁଆଟା ବିଷୟରେ କହିଦେଲି। ଦୟାକରି ମୋତେ କ୍ଷମା କରିଦିଅ ନାନୀ। ଆରେ ଏ ଗାଈ, ତୁ ମୋତେ କ୍ଷମା ମାଗନି, କାରଣ ତୋ ଜାଗାରେ ଯେଉଁ ମା ଥିଲେ ବି ସେ ଏଇଆ କରିଥାନ୍ତା। ଯାହା ହେଉ, ତୁ ଠିକ୍ ସମୟ ପୂର୍ବରୁ ମୋତେ କହିଦେଲୁ। ଏବେ ଖାଲି ଦେଖ ସେ ବିଲୁଆ ଓ ବାଘର ମୁଁ କି ଅବସ୍ଥା କରୁଛି। ମୁଁ ତାଙ୍କୁ ଏପରି ଶାସ୍ତି ଦେବି ଯେମିତି ସେ ଜୀବନରେ କେବେ ବି ଆଉ କୌଣସି ମଣିଷ ଛୁଆ ଉପରେ ନଜର ପକାଇବେ ନାହିଁ। ଡାହାଣୀ ଏପରି କହି ସେଠାରୁ ତାର ଘରକୁ ଫେରିବାରେ ଲାଗିଲା। ଏ ପାଖରେ ବିଲୁଆ ଓ ବାଘ ଛୁଆଟାକୁ ଦେଖି ଖୁସି ହେଲେ। ଆରେ ମାମା, କେତେ ସୁନ୍ଦର ଗୁଲଗୁଲିଆ ଛୁଆଟା ହୋଇଛି। ଏ ଛୁଆଟାକୁ ଦେଖି ମୋ ପାଟିରୁ ଖାଲି ଲାଳ ଗଡୁଛି, ଲାଳ। ଥରେ ଖାଲି ଭାବ, ୟାକୁ ଖାଇବା ପରେ ଏ ମାଂସଟା କେତେ ଟେଷ୍ଟି ଲାଗିବ। ହଇରେ ବିଲୁ, ଆଉ ବେଶୀ କଥା ନ କହି ଏ ଛୁଆଟାକୁ ଏଠାରୁ ନେବା ବ୍ୟବସ୍ଥା କର। ନହେଲେ ଯଦି ଏଠାରେ ଡାହାଣୀ ପହଞ୍ଚି ଯାଏ ନା, ତାହେଲେ ଆମେ ଆଉ ଏ ଛୁଆଟାକୁ କ'ଣ ଖାଇବା? ସେ ଆମ ଦୁଇ ଜଣଙ୍କୁ ମାରିକି ଖାଇଯିବ। ବାଘ ଏପରି କହୁଥିବା ବେଳେ ଡାହାଣୀ ଆସି ତାର ଘର ପାଖରେ ପହଞ୍ଚିଗଲା ଓ ଏତିକି ବେଳେ ଦେଖିଲା ବିଲୁଆ ଓ ବାଘ ମଣିଷ ଛୁଆଟାକୁ ଧରି ଦୌଡ଼ିକି ପଳାଉଛନ୍ତି। ସେ ଦୁଇ ଜଣ ଦୌଡ଼ୁଥିବା ବେଳେ ହଠାତ୍ ଦୁଇଟି ତୀର ଆସି ତାଙ୍କ ଦୁଇ ଜଣଙ୍କ ଦେହରେ ବାଜିଲା, ଯାହାଦ୍ୱାରା ସେ ଦୁଇ ଜଣ ସେଇଠାରେ ପଡ଼ିଗଲେ ଓ ତାପରେ ଛୁଆଟିର ବାପା ସେଠାକୁ ଆସି ସେ ଛୁଆଟାକୁ ଉଠାଇଲା ଓ ତାପରେ କହିଲା, ଆରେ ଏ ଡାହାଣୀ, ମୋ ଛୁଆକୁ ଏ ଦୁଇ ଜଣ ମାରିକି ଖାଇବାକୁ ଚେଷ୍ଟା କରୁଥିଲେ, ତେଣୁ ତାଙ୍କ ଦୁଇ ଜଣଙ୍କୁ ମାରିଦେଲି। ୟାଙ୍କ ଦୁଇ ଜଣଙ୍କ ପରି ତୁ ମଧ୍ୟ ମୋ ପୁଅକୁ ମାରିବା ପାଇଁ ଚେଷ୍ଟା କରୁଥିଲୁ, ତେଣୁ ତୁ ମଧ୍ୟ ମୋ ହାତରୁ ମରିବା ପାଇଁ ରେଡି ହୋଇଯା। ଆରେ ଭାଇ, ମୁଁ ତୁମ ପୁଅକୁ କେବେ ବି ମାରିବା ପାଇଁ ଚେଷ୍ଟା କରୁନଥିଲି, ବରଂ ତାକୁ ଜଙ୍ଗଲରୁ ପାଇ ମୋ ପାଖରେ ରଖିଥିଲେ ଓ ଚେଷ୍ଟା କରୁଥିଲେ ଏ ଛୁଆଟିକୁ ତାର ବାପା ମାଙ୍କୁ ଫେରାଇ ଦେବା ପାଇଁ। ହଇରେ ଡାହାଣୀ, ତୁ ମୋ ହାତରେ ତୀର ଥିବା ଦେଖି ସଙ୍ଗେ ସଙ୍ଗେ ତୋର ରୂପ ପରିବର୍ତ୍ତନ କରିଦେଲୁ। ତୁ ବୁଢ଼ୀ ହୋଇ ମଧ୍ୟ ଏତେ ମିଛ କିପରି କହୁଛୁ? ତୁ ମୋ ପୁଅକୁ ମାରିବାକୁ ଚେଷ୍ଟା କରିଛୁ ମାନେ
ମୋ ହାତରୁ ଆଜି ମରିବୁ। ସେ ଏପରି କହୁଥିବା ବେଳେ ଗାଈ ସେଠାରେ ପହଞ୍ଚିଗଲା ଓ ତାପରେ ସବୁ କଥା ଗୋଟି ଗୋଟି କରି ସେଠାରେ ଛୁଆର ବାପାକୁ କହିଲା। ଏହା ଶୁଣିବା ପରେ ଲୋକଟିର ମନ ପରିବର୍ତ୍ତନ ହୋଇଗଲା ଓ ତାପରେ ସେ କହିଲା, ଆରେ ଏ ଡାହାଣୀ ନାନୀ, ଦୟାକରି ମୋତେ କ୍ଷମା କରିଦେ। ମୋ ଦ୍ୱାରା ବହୁତ ବଡ଼ ଭୁଲ ହୋଇଗଲା। ମୁଁ ମୋର ପୁଅକୁ ନ ପାଇ ବହୁତ ରାଗି ଯାଇଥିଲି। ତେଣୁ ରାଗରେ ମୁଁ ନ ବୁଝି ନ ସୁଝି ଏପରି କଥାବାର୍ତ୍ତା କହିଦେଲି। ତେଣୁ ମୋତେ କ୍ଷମା କରିଦେ ଡାହାଣୀ ନାନୀ। ସେ ଏପରି କହି ଡାହାଣୀକୁ ଭୁଲ ମାଗିଲା।